ଶୀତ ଦିନରେ ଗରମ ଗରମ ଖାଇବାର ମଜା କିଛି ଅଲଗା। ତେଣୁ ଆସନ୍ତୁ ପ୍ରସ୍ତୁତ କରିବା ମଟର ସୁପ୍। ଫାଷ୍ଟ ମଟର ନେଇଗଲି, ମଟର ନେଇକି ସିଝା ସାଜି କରିଦେଲି ଆଳୁ ମଟର, ତାପରେ ତେନ୍ତୁଳି ରସ ପ୍ରସ୍ତୁତ କରିଦେଲି, ଖଟା ପାଣି, ତାପରେ ଜିରା ଏଠି ଦେଖନ୍ତୁ ମୁଁ ଭାଜୁଛି, ଜିରା ଫୁଟେଇକି ଭାଜିକିରି ତା ସହିତ ହେମଦସ୍ତାରେ ଏଠି ଛେଚା ହାଜି କରିଦେଲି। ଛେଚା ହାଜି କରିକି ଗୁଣ୍ଡ ହେଇଗଲା ପରେ ସେଥିରେ ମୁଁ ତେନ୍ତୁଳି ରସରେ ପକେଇଦେଲି। ତେନ୍ତୁଳି ରସରେ ପକେଇକି ତାକୁ ଫେଣ୍ଟା ଫେଣ୍ଟି କରିଦେଲି। ଫେଣ୍ଟା ଫେଣ୍ଟି କରିକି ଗୋଟେ ଅଲଗା ଜାଗାକୁ ରଖିଦେଲି। ଲଙ୍କା ମରିଚ ଦୁଇଟା ଆଣିକି ଭଲ କି ଘୋଟା ଘୋଟି କରିଦେଲି। ଆଉ ଦେଖନ୍ତୁ, ଆଉ ତା ସହିତ ମଟର ଆଳୁ ଏକାଠି ଘୋଟା ଘୋଟି କରିକି 3ଟା ଜାଗାରେ ପ୍ରସ୍ତୁତ କରିଦେଲି ଖାଇବା ପାଇଁ। 3ଟି ଫାଷ୍ଟ ମଟର ନେଇଗଲି, ତା ସହିତ ଏଠି ଦେଖନ୍ତୁ ମୁଁ ପକେଇଦେଲି ପିଆଜ ପରେ କାକୁଡ଼ି ପରେ ଟମାଟୋ ପକେଇ ଦେଇକି ତେନ୍ତୁଳି ରସ ସେଥିରେ ପକେଇଦେଲି। ତେନ୍ତୁଳି ରସ ତାପରେ ମୁଁ କ'ଣ କଲି ଦେଖନ୍ତୁ, କଳା ଲୁଣକୁ ପକେଇଦେଲି। କଳା ଲୁଣ ପକେଇ ଦେଇକି ମୋ ସ୍ୱାମୀକି ଖାଇବାକୁ ଦେଲି। ଆଉ ସ୍ୱାମୀ ଖାଇକି କ'ଣ କହିଲେ ଦେଖନ୍ତୁ, ଆପଣମାନେ ବି ଏମିତି ଗରମ ଗରମ ଜିନିଷ ଶୀତ ଦିନରେ ପ୍ରସ୍ତୁତ କରିକି ଖାଆନ୍ତୁ। ଆଉ ଖାଇବାର ମଜା ହିଁ ଭାରି ଭଲ।